মৈথুনাদি গ্রহণেদি সুখম তুচ্ছ କଣ୍ଡୁଏନ କାରୟର ଦୁଃଖ ଦୁଃଖମ। ଏଟା କି ବାଗିଆ କି ହବ? ଏ ହାତରେ କଣ୍ଡୁ ରୋଗ ହେଇଛି, ପ୍ରଥମେ କୁଣ୍ଡିଆ ହଉଛି, ଆଉ କୁଣ୍ଡେଇବା ପାଇଁ ଭଲ ଲାଗୁଛି, ଭଲ ଲାଗୁଛି ବଢିଆ ଲାଗୁଛି, ଭଲ କୁଣ୍ଡେଇବା ପାଇଁ ପାଇସ। ପରବର୍ତ୍ତୀ ତାର ପରିଣତିଟା କି ବିରାଟ ବିରାଟ କାଛୁ ବାହାରିଲାଣି, ଧକ ଧକ କଟକଟ ପୂଜ ପାଣି ହେଇକିରି କେତେ ଯନ୍ତ୍ରଣା ତାର ପରିଣତିଟା ହେଇଗଲାଣି। ସେଟା ତ ଚିନ୍ତା କରିପାରୁନା, ଆରମ୍ଭରେ ଭଲ ଲାଗୁଛି, ବଢିଆ ବଢିଆ ଲାଗୁଛି। କଣ୍ଡୁଏନ କାରୟର ଦୁଃଖ ଦୁଃଖମ କୃପଣା ନିହତି ପନ୍ତି ବହୁ ଦୁଃଖ ଭାଜ। କଣ୍ଡୁ ଜୀବନ ମାନସୀଜ ଅବିଷୟ ଦିଏ, ଯୋଉଟାକ କୃପଣା। କୃପଣ ବିପର୍ତ୍ତ ଶବ୍ଦ ବ୍ରାହ୍ମଣ, ବ୍ରାହ୍ମଣର ବିପର୍ତ୍ତ ଶବ୍ଦ କୃପଣ। କୃପଣ ଯୋଉ ବ୍ରାହ୍ମଣ ନୁହନ୍ତି, ବ୍ରହ୍ମ ଜାନାନ୍ତି ବ୍ରାହ୍ମଣ, ବ୍ରହ୍ମ ତତ୍ତ୍ୱ ଜାଣନ୍ତି ନା, ଈଶ୍ୱର ତତ୍ତ୍ୱ ଜାଣନ୍ତି ନା, ଈଶ୍ୱର ତତ୍ତ୍ୱ ଜାଣନ୍ତି ନା, ନିଜ ସ୍ୱତତ୍ତ୍ୱ ଜାଣନ୍ତି ନା, ସେମାନେ କୃପଣ। ସେମାନେ କାମ ବ୍ୟାପାରରେ ମତ ଥାନ୍ତି, ସେମାନେ ସ୍ୱରଟାକୁ କେଉଁ ଜାଣୁଛି ଆଉ କି ଜାଣୁଛି ଅତି ନିଚ ଚେତନା, ପଶୁ ଚେତନା, ଯାହା କହନ୍ତି ଆବୃତ ଚେତନା, ସଂକୁଚିତ ଚେତନାର ଅନ୍ତର୍ଗତ ଆସିଯିବେ ସେମାନେ। ଗଧଭାଗ୍ୟା ନା ଗର୍ଦ୍ଧବେ ମତ ଆମେ ଗୋଧଭାଗ୍ୟା କରୁଛନ୍ତି ଏଇ କାମ, ଏଇ ପାଶଟାକୁ ଚରିତାର୍ଥ କରିବା ପାଇଁ। ଆଉ ତା ବି କୁହାଯାଏ ଏଇ ଯୋଉ ଭୌତିକ ଜଗତରେ ତ ସୁଖ ବୋଲି କିଛି ନାହିଁ, ଆନନ୍ଦ ବୋଲି ତ କିଛି ନାହିଁ, এটা ଦୁଃଖାଳୟ। এটা କେବଳ ଦୁଃଖ ହିଁ ଅଛି, କେବଳ ଦୁଃଖ ଯନ୍ତ୍ରଣା ରହିଛି, କି ତାପରେ ଦଗ୍ଧୀଭୂତ ଅବସ୍ଥା ହିଁ ଅଛି। ଆଧ୍ୟାତ୍ମିକ, ଆଦି ଭୌତିକ, ଆଦି ଦୈବିକ, ତାପରେ ସମସ୍ତେ ଦଗ୍ଧୀଭୂତ ହଉଛନ୍ତି। ତତଲା କଡେଇରେ ପଡି ଛଟପଟ ହବାର ଅବସ୍ଥା ନା, ଆଉ କି ଅଛି ଏଠି? ସେଥିପାଇଁ ଦୁଃଖାଳୟ, ଦୁଃଖର ଏଇଟାই ଘର, এটা ଦୁଃଖ ହିଁ ପରିପୂର୍ଣ୍ଣ ହେଇଛି, ସୁଖ ବୋଲି କିଛି ନାହିଁ। ଯୋଉ ଭୌତିକ ସୁଖ ବୋଲି କହୁଛ, ଆନନ୍ଦ ବୋଲି କହୁଛ, ସେଟା କି? যেই শশুরা ভোগা দুঃখ জন এবতে আদ্যন্তবন্ত কৌন্তেয়ত নতে সুরমতে বুদ্ধ। ভগবান কৃষ্ণ গীতারে কথা কহিলে, বুদ্ধ যে পণ্ডিত লোক, জ্ঞানী, যার জ্ঞান ଅଛି, পণ্ডিত লোক যে প্রকৃତରେ সে জানছি এই যে ভৌতিক সুখ বা আনন্দটা, এটা প্রকৃତରେ সুখ আনন্দকর নୁହେଁ। দুঃখ জনয় ଅନନ୍ତ ଦୁଃଖର ଉଦ୍ଭବସ୍ଥଳ, ଏଇଟା ଅନନ୍ତ ଯନ୍ତ୍ରଣାର ଉଦ୍ଭବସ୍ଥଳ। ସୁଖ ବି ତ କିଛି ନା, ପରିଣତିଟା ଯାହାର ଦୁଃଖ, ସେଟା କଣ ଗୋଟେ ସୁନ୍ଦର କଥାଟା? ନ ତେସୁ ରମତେ ବୁଦ୍ଧ ପଣ୍ଟ ଲୋକ ପାଇଁ ପଛରେ ଧାନ୍ତି ନାହିଁ ନା, ଏଇଟା ନୁହେଁ ସୁଖକର ବ୍ୟାପାର ନୁହେଁ। ଯୋଉଟା ପ୍ରକୃତରେ ସୁଖକର, ସେଇଟା ହଉଛି କଥା ପଛରେ ଆମେ ଖାଇବାକୁ ପଡିବ। ପ୍ରକୃତ ଆକର୍ଷଣୀୟ, କୃଷ୍ଣ ସର୍ବାକର୍ଷଣୀୟ, ମାଧୁର୍ଯ୍ୟ ଏକ ନିଳୟ। କୃଷ୍ଣ ସମସ୍ତ ମାଧୁର୍ଯ୍ୟର ନିଳୟ, ଶ୍ୟାମ ତ୍ରିଭଙ୍ଗ ଲଳିତ, ତ୍ରିଭଙ୍ଗୀ ମାଠାଣି ଶ୍ୟାମ ସୁନ୍ଦର ରୂପ, ଅପ୍ରାକୃତ ନବୀନ ମଦନ, ବୃନ୍ଦାବନୀ ଅପ୍ରାକୃତ ନବୀନ ମଦନ। କୃଷ୍ଣ ହଉଛନ୍ତି ନବୀନ ମଦନ, ଅପ୍ରାକୃତ। ଏ ପ୍ରାକୃତ ଜଗତରେ ପ୍ରାକୃତ ମଦନ ଯାହା କହିଲି, କନ୍ଦର୍ପ ଆଉ ରତି ଦେବୀ, କିନ୍ତୁ ସେ ଅପ୍ରାକୃତ ମଦନ ବୃନ୍ଦାବନରେ ସେ କୃଷ୍ଣ, ଯେଠି ଏ କନ୍ଦର୍ପ କୋଟି କମନୀୟ ବିଶେଷ ସ୍ୱରଂ, ଯାହାଙ୍କର ସୌନ୍ଦର୍ଯ୍ୟ କୋଟି କନ୍ଦର୍ପର ସୌନ୍ଦର୍ଯ୍ୟକୁ ଧିକ୍କାର କରୁଛି। ସେ ଯେ ସୌନ୍ଦର୍ଯ୍ୟ, ସେ ଯେ ଆକର୍ଷଣ କରୁଛନ୍ତି, ସେ ଆକର୍ଷଣ ଦରକାର, ସେ ସୌନ୍ଦର୍ଯ୍ୟକୁ ଅବଲୋକନ କରିବା ଦରକାର। ତୁମର ମନ, ଚେତନା, ଦେହ, ପ୍ରାଣ ସବୁ ସେଥିପ୍ରତି ଆକୃଷ୍ଟ ହଉ, ସେଥିପ୍ରତି ଆକୃଷ୍ଟ ହଉ, ଏଇଟାই ଦରକାର ଅଛି। ତାହେଲେ ଆଉ ଏ କନ୍ଦର୍ପ ତୁମକୁ ଆଉ ବାଧା ଦେଇପାରିବ ନା। ଏ ଭୌତିକ ଜଗତର କନ୍ଦର୍ପ ତୁମକୁ କାମ ବ୍ୟାପାରରେ ଲାଭ କରୁଛନ୍ତି, ତାଙ୍କର ମାଇଣ୍ଡ ସାର୍ ଏଜୁକେଟ, ତୁମର ମନକୁ ବି ଚଳିତ କରୁଛି। ତୁମେ ସହ୍ୟ କରିପାରୁନା ଏ କାମର ବେଗଟାକୁ, ଅସହ୍ୟ ହେଇଯାଉଛି। ସେଥିପାଇଁ କେତେକୁ କାର୍ଯ୍ୟ ଖୁରି ଚାଲୁଛ, କଣ ନ କରୁଛ, ଯାହା କହନ୍ତି ଅନ୍ଧ becomes blind, he becomes blind, ଅନ୍ଧ ହେଇଯାଉଛି। କାମାନ୍ଧ ବ୍ୟକ୍ତି, ଯାହା କହନ୍ତି କାମାନ୍ଧ ବ୍ୟକ୍ତି, କାମରେ ଅନ୍ଧ ହେଇଯାଉଛି। ଏ ପ୍ରକାର ଅନ୍ଧ, ବିଚାର ତାର କିଛି ରହୁନି, ବିଚାର ଶୂନ୍ୟ ହେଇଯାଉଛି ତାର, ବିଚାର କିଛି ରହୁନି, କାମାନ୍ଧ ବ୍ୟକ୍ତି। ସେଥିପାଇଁ କଣ ନ କରୁଛି ସେ ବାପା,
ବାପକୁ ମାରି ପକଉଛି, ପିତାକୁ ହତ୍ୟା କରୁଛି, ଭାଇକୁ ହତ୍ୟା କରି ପକଉଛି, ଯିଏ ତାର ଏ ବ୍ୟାପାରରେ ବାଧା ସୃଷ୍ଟି କଲା ତାକୁ ନିର୍ବିଚାରରେ ହତ୍ୟା କରି ପକଉଛି। ଇ ଅନ୍ଧ ବ୍ଲାଇଣ୍ଡ ପର୍ସନ ବିଚାରହୀନ ହିତାହିତ ଜ୍ଞାନ ଶୂନ୍ୟ ହେଇଯାଉଛି। ବିଚାରହୀନ ହିତାହିତ ଜ୍ଞାନ ଶୂନ୍ୟ ହେଇଯାଉଛି। ଏପରି କାଣ୍ଡ କରି ପକଉଛି। ଏ କାମ ବ୍ୟାପାର କାମର ବେଗଟା ଯେ ଅସହ୍ୟ, ଏକୁ ସହ୍ୟ କରି ନ ପାରିଥିବା ଏଇ କଥା ଦେଖୁଛୁ। କୃପଣା ନିହତୃପନ୍ତି ବହୁ ଦୁଃଖ ବାଦ, କେତେ ଦୁଃଖ ପାଉଛି ତଥାପି ତୃପ୍ତି ଆସୁନା। ସେଟା କୁହାଉଛି verse is that 9th canto Srimad Bhagavatam. न जातु काम कामानं को भोगेन सम्यति हविषा कृष्णवर्त्मेव भूयो एवाभिवर्धते। इटा कथा আছে हविषा कृष्णवर्त्मेव भूयो एवाभिवर्धते। तुमे प्रज्वलित अग्निरे যদি ঘৃত আহুতি করিব, ঘিও ঢালিব, তা অধিকরু অধিক প্রজ্বলিত হব পଛে তো নির্বাপিত হব না। তদ্রূপ ভাବରେ তুমি ইন্দ্রিয় ମାନଙ୍କୁ ଯେତେ ଉପଭୋଗ ଦବ, ଆଉ ଯାହା ଉପଭୋଗ ଦେଇଦେଲେ ଶାନ୍ତ ହେଇଯିବ ନାହିଁ ବାପା। ନ ଯାତୁ କାମ କାମାନଙ୍କ ଭୋଗେନ ସମ୍ୟତ, ଯେତେ ଉପଭୋଗ ସେତେ ଆଉ ଦିଅ ଆଉ ଦିଅ ଆଉ ଦିଅ ଆଉ ଦିଅ, ସେତେ ଅତୃପ୍ତି ଆସିବ। ଶାନ୍ତି ନ ଉପଭୋଗେନ ସମ୍ୟତି, ଉପଭୋଗ ଦେଇକି ଶାନ୍ତ କରିପାରିବ ନା। ତାଇ କଥା କୁହାଯାଉଛି ନ ଯାତୁ କାମ କାମାନଙ୍କ ଭୋଗେନ ସମ୍ୟତ ହବିଷା କୁସୁମର୍ତ୍ମେବ ଭୂୟ ଭାବି ବର୍ଦ୍ଧତେ। এই কথাটা କୁହାଯାଉଛି। ଏକାଦଶ ସ୍କନ୍ଧରେ ଅଛି। ଉର୍ବଶୀ ପୂର୍ବ ବାଚର ପରେ ନବମ ସ୍କନ୍ଧରେ ସେଇ କଥା କୁହାଗଲା। ଦେବଯାନୀ ଯଜାତି ଦେବଯାନୀ ଉପାଖ୍ୟାନରେ ଏଇ ସବୁ କଥାଟା ଅଛି। ଆଉ ସେ ଗୋଟେ ସପ୍ତମ ସ୍କନ୍ଧ ସେ କହିଲେ କୃପଣା ନିହତୃପନ୍ତି ବହୁ ଦୁଃଖ ବାଦ ପଣ୍ଡୁତି ବନ ମନ ସିଜ ବିଷୟିତ ଧୀର। ଏତେ ଦୁଃଖ ପାଇଲେ ସୁଦ୍ଧା ତୃପ୍ତି ହଉନେଇ, କାହିଁକି ନା ଅସହ୍ୟ ହେଇଯାଉଛି।